ଜୟ ଜଗନ୍ନାଥ ସାଙ୍ଗମାନେ। ଆଜିକାଲି ସମାଜ ନୀତି ନିୟମରେ ଯାହା ଚାଲିଛି ଆପଣମାନେ ତ ସବୁ ସୋସିଆଲ ମିଡ଼ିଆରେ ଦେଖୁଥିବେ। ଏଠି ଯେ ଦେହରୁ କପଡ଼ା ଖୋଲିକି ଭାଇରାଲ ହେଲା ସେ ସାଙ୍ଗେ ସାଙ୍ଗେ ଭାଇରାଲ ହେବ। ଭିଡ଼ିଓ କରିବ ଯିଏ ଦେହରୁ କପଡ଼ା ଖୋଲିକି ସାଙ୍ଗେ ସାଙ୍ଗେ ଭାଇରାଲ ହେଉଛି। ଆଉ ଗୋଟେ ଦୁଃଖୀ ଲୋକି ଗରିବ ଗୁରୁବା ତା ଭିଡ଼ିଓଟାକୁ ଏତେ ପସନ୍ଦ କରନ୍ତିନି କି ଭାଇରାଲ କରନ୍ତିନି। ତା ପାଖରେ କ'ଣ ଅଛି? ଏଠି ଗୋଟେ ସତ କହୁଥିବା ଲୋକ ସେ ବହୁତ ଦଣ୍ଡ ପାଉଛି। ଠିକ୍ ବାଟରେ ଥିବା ଲୋକ ତା ବିଷୟରେ ବହୁତ ଆର୍ଜମେଣ୍ଟ ପ୍ରତ୍ୟେକ ଜାଗାରେ ଉଠିବ। ଆଉ ଯିଏ ଭୁଲ କରୁଥିବ, ମିଛ କହୁଥିବ, ତାଙ୍କୁ ସମସ୍ତେ ଉପରେ ଟେକିକି ରଖିଥାନ୍ତି। ମୋର ଜଣେ ବନ୍ଧୁ ବହୁତ ସ୍ନେହ ମମତା, ବହୁତ ନିଜର ଭଳି ଭାବିକି କଥାବାର୍ତ୍ତା ହେଉଥିଲୁ। ଏବେ ସେ ମୋ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଛି। କିନ୍ତୁ କ'ଣ ପାଇଁ? ମୁଁ କିଛି ସତ କହିଦେଉଛି, ଆଉ ଯାହା ବି କହୁଛି ମୁହଁରେ କହିଦେଉଛି। ମୋ ପେଟ ଭିତରେ କିଛି ଲୁଚେଇକି ରଖେନି। ଯାହାକୁ ଅତି ନିଜର ଭାବେ ଭଲ ପାଇଯାଏ, ସ୍ନେହ ମମତା ଦିଏ, ତାକୁ ସବୁ ସତ କଥାଟା ମୁଁ କହିଦିଏ। ମୁଁ ଏଇ ଟାଇପ୍ର ପିଲା, କ'ଣ ପାଇଁ କେଜାଣି କିଛି ମୁଁ ଲୁଚେଇ ପାରିନି। ସେଥିପାଇଁ ସେ ମୋଠୁ ଦୂରେଇ ଯାଉଛି। ଆରେ କିଛି ତ ଜୀବନରେ ମାଗିବିନି କି ମାଗିନି ଶେଷ ପର୍ଯ୍ୟନ୍ତ। ଚେଷ୍ଟା କର, ଥରେ ବୁଝିବାକୁ ଚେଷ୍ଟା କର, ଭାବିବାକୁ ଚେଷ୍ଟା କର ଯେ ମୁଁ କ'ଣ ଠିକ୍ ନା ଭୁଲ। ଯଦି କେଉଁଦିନ ଭୁଲ ଦେଖିବ ଦୂରେଇ ଯିବ। ଏମିତିଆ ନୀତିଦିନିଆ ଜିନିଷ ଏଠି ଆମର ସବୁ ଚାଲିଛି। ଯେ ଠିକ୍ ବାଟରେ ଯିବ ସେ କଣ୍ଟା କୁଦିବ, ଆଉ ଯିଏ ଭୁଲ ବାଟରେ ଯିବ ତା ପାଇଁ ରାସ୍ତା ସବୁ ପୁରା କ୍ଲିଅର ଥିବ। ଏମିତି ଆଖି ସାମ୍ନାରେ ମୁଁ ବି ଦେଖୁଛି, କିଛି ଅନୁଭବ କରୁଛି କିଛି ଲୋକଙ୍କର। ଆପଣମାନେ ଦେଖୁଥିବେ କି ନ ଦେଖୁଥିବେ ମୁଁ ଜାଣିନି। ଛୋଟିଆ ସୁନ୍ଦର ପରିବାରଟିଏ ମୋର ଥିଲା। ହସ ଖୁସିରେ ଆମର ଦୁଃଖ ସୁଖରେ ଆମ ପରିବାରଟି ଚାଲୁଥିଲା। 2 ବର୍ଷ ହେଲା ମୋ ସଂସାରଟି ଭାଙ୍ଗିଗଲା ଅଧାରୁ। ମୁଁ ଏକଲା ହେଇଯାଇଛି। ଯୋଡ଼ିଏ ଛୋଟ ପୁଅଙ୍କୁ ଧରିକି ମୋ ଗୁଜୁରାଣ ମେଣ୍ଟଉଛି। ଯେତିକି ପାରୁଛି ବାପା ବୋଉ ଦିହିଙ୍କର କର୍ତ୍ତବ୍ୟ କରୁଛି ପିଲାଙ୍କ ପାଖରେ, କାରଣ ସେ ମାଆକୁ ହରାଇ ଦେଲେ ଆଉ ମୁଁ ମୋ ସ୍ତ୍ରୀକି ହରାଇ ଦେଇଛି। ଏହି ପରିସ୍ଥିତିରେ ଭାବିକି ୟୁଟ୍ୟୁବଟେ ଖୋଲିକି ଭିଡ଼ିଓ କରୁଛି। ଆପଣମାନଙ୍କୁ ଅନୁରୋଧ କରୁଛି, ଯେଉଁମାନେ ମୋ ଭିଡ଼ିଓ ଦେଖୁଛନ୍ତି ତାକୁ ଟିକେ ସେୟାର କରନ୍ତୁ। ମୋ ପିଲାମାନେ କୂଳରେ ଲାଗିଯିବେ। ବହୁତ ବଡ଼ ପରିସ୍ଥିତିର ସମ୍ମୁଖୀନ ମୋତେ ହେବାକୁ ପଡ଼ୁଛି। ଘରଦ୍ୱାର କାମଠୁ ରୋଷେଇବାସ, ଗୋଟେ ଛୋଟିଆ ଦୋକାନଟିଏ କରିଛି ଗୁଜୁରାଣ ମେଣ୍ଟିବା ପାଇଁ, ସେଥିରେ ବି ସମୟ ଦେବାକୁ ପଡ଼ୁଛି। ରାତି 4ଟାରୁ ଉଠୁଛି ରାତି 10ଟା ପର୍ଯ୍ୟନ୍ତ। ଏଇଭଳି ଅକ୍ଲାନ୍ତ ପରିଶ୍ରମ ମୁଁ କରୁଛି। ଆପଣମାନଙ୍କୁ ଅନୁରୋଧ କରୁଛି ମୋ ଭିଡ଼ିଓଟାକୁ ସେୟାର କରନ୍ତୁ ବହୁତ ମାତ୍ରାରେ। ଆପଣଙ୍କର ନିଶ୍ଚିତ ମଙ୍ଗଳ ହେବ। ଭଗବାନ ଠିକ୍ ଭୋକିଲା ପେଟରେ ଆପଣମାନେ ଯଦି ଦାନା ଦେଇଦେବେ, ତାହେଲେ ଭଗବାନଙ୍କ ପାଖରେ କେବେ ହେଲେ ବି ଭଗବାନଙ୍କ କବାଟ ଆପଣଙ୍କ ପାଇଁ ସଦାବେଳେ ପାଇଁ ଖୋଲା ଥିବ। ଇଏ ହେଉଛି ଧର୍ମର ବିଚାର ଆଜ୍ଞା। କ'ଣ ଆଉ କହିବି ସାଙ୍ଗମାନେ, ପରିସ୍ଥିତି ମୋର ଏମିତି ଜଟିଳରେ ମୋତେ ପକାଇ ଦେଇଛି। ମୋତେ ମୋ ନିଜ ଲୋକ ବି ବୁଝିପାରୁନାହାନ୍ତି, ଆଉ ବାହାର ଲୋକ ସାଙ୍ଗସାଥି ସିଏ କ'ଣ ବୁଝିବେ। ତଥାପି ମୁଁ ସମସ୍ତଙ୍କୁ ସ୍ନେହ ଆଦର କରେ, ଭଲ ପାଏ, ସରଳ ବିଶ୍ୱାସୀ, ଆଉ ହୃଦୟ ଖୋଲା ମଧ୍ୟ। ଆଜି ଏଇଆ ଅଛି ଖାଇବାକୁ ତ ମୁଁ ସେଇଆ କହେ, ତା ଦେହରେ କିଛି ମିଛ ଲଗାଏନି। ଯେତିକି ମୋର ହକ୍, ଯେତିକି ମୋର କର୍ତ୍ତବ୍ୟ, ତାଠାରୁ ସୀମା ବାହାରକୁ ଯାଏନି। କିନ୍ତୁ ଯେଉଁମାନେ ସୀମା ବାହାରକୁ ଯାଉଛନ୍ତି ତାଙ୍କର ବହୁତ କିଛି ଉନ୍ନତି ହେଉଛି।
ଭବାନୀ ବି ବଡ଼ ନିଷ୍ଠୁର ଆଜ୍ଞା। କଳି ଯୁଗରେ ଯିଏ ପାହାର ଖାଉଛି, ଯାହା ଅଣ୍ଟା ଭାଙ୍ଗି ଯାଇଛି, ତାକୁ ଆହୁରି ପାହାର ଆଉ ବୋଝ ଦେଇ ଦେଉଛନ୍ତି। ତଥାପି ଭଗବାନଙ୍କୁ ଡାକୁଛି, ଭରସା ରଖିଛି, ବିଶ୍ୱାସ ବି ଅଛି। ଯେତେ କଷ୍ଟ ଦେଉଛୁ ଦେ, ସହିବି, କିନ୍ତୁ ବଦଲାମି କରନି। ଆଉ ଅଧିକା କଷ୍ଟ ଦେଇନି, ଯେଉଁଟାକି ମୁଁ ସୀମା ବାହାରେ ହେଇଯିବ, ମୁଁ ସହିପାରିବିନି ଆଉ ମୋ ପିଲା ଭାସିଯିବେ। ଏଇ ଟାଇପ୍ର ଜୀବନଯାପନ ମୋର ଗତ 2 ବର୍ଷ ହେଲା ଚାଲିଛି। ଜାଣିନି ମୁଁ ଆଗକୁ ଆଉ କେତେ ଦିନ ଏମିତି ଚାଲିବ। ସମ୍ପର୍କ ସବୁବେଳେ ଭଲ ରହିବା ଦରକାର, ଆଉ ହୃଦୟ ଖୋଲା ରହିବା ଦରକାର। ଏଇ ହେଉଛି ଆମ ଜୀବନ। ଆଉ ବେଶୀ କିଛି କହୁନି ସାଙ୍ଗମାନେ, ଏତିକି କହି ରହୁଛି। ଆପଣଙ୍କ ପାଖକୁ ନିବେଦନ କରୁଛି, ପ୍ରାର୍ଥନା ଆପଣଙ୍କୁ ମୁଣ୍ଡିଆ ମାରୁଛି, ଆପଣଙ୍କୁ ହାତ ପତେଇ ଇଏ କରୁଛି। ଆପଣ ମୋ ଭିଡ଼ିଓଟିକୁ ସେୟାର କରନ୍ତୁ ବହୁ ମାତ୍ରାରେ। ମୋ ଡଙ୍ଗାଟା କୂଳରେ ଲାଗିଯାଉ ଆଜ୍ଞା। ଜୟ ଜଗନ୍ନାଥ। ଆପଣଙ୍କ ଦିନ ଶୁଭମୟ ହଉ। ପ୍ରଭୁ ଜଗନ୍ନାଥ ଆପଣଙ୍କ ଚଲାପଥକୁ କୁସୁମିତ କରିଦିଅନ୍ତୁ। ଏତିକି କହି